ଗ୍ରହ ଜଗତର କ୍ରୂର ଓ ପାପୀ ଗ୍ରହ ଶନି ମହାଗ୍ରହ ବକ୍ରି ହେବାକୁ ଯାଉଛନ୍ତି। ଆସନ୍ତା 2025 ମସିହା ଜୁଲାଇ ମାସ 13 ତାରିଖ ଠାରୁ ନଭେମ୍ବର ମାସ 28 ତାରିଖ ଦୀର୍ଘ 138 ଦିନ ପର୍ଯ୍ୟନ୍ତ ଶନି ମୀନ ରାଶିରେ ବକ୍ରି ଅବସ୍ଥାରେ ଗମନ କରିବେ। ଗ୍ରହଗୁଡ଼ିକ ସାଧାରଣ ଗତିରେ ଗତି କରୁଥିବା ବେଳେ ଯେଉଁ ଫଳ ପ୍ରଦାନ କରିଥାନ୍ତି, ବକ୍ରି ଭାବରେ ଗମନ କଲେ ତାର 2 ଗୁଣା ଫଳ ପ୍ରଦାନ କରିଥାନ୍ତି। କାରଣ ଗ୍ରହଗୁଡ଼ିକ ବକ୍ରି ଅବସ୍ଥା ପ୍ରାପ୍ତ କଲେ ସେହି ସମୟରେ ସେହି ଗ୍ରହ ପୃଥିବୀର ନିକଟତର ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜାଣିବା, କ୍ରୂର ଗ୍ରହ ଶନି ମୀନ ରାଶିରେ ବକ୍ରି ଭାବରେ ଗମନ କଲେ ଏହି ସମୟରେ କନ୍ୟା ରାଶି ଜାତକ ଉପରେ କ'ଣ ପ୍ରଭାବ ପଡ଼ିବ ଏବଂ କନ୍ୟା ରାଶି ବ୍ୟକ୍ତି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। କନ୍ୟା ରାଶିର ସପ୍ତମ ଭାବ ମୀନ ରାଶିରେ ଶନି ବକ୍ରି ଅବସ୍ଥାରେ ଗମନ କରିବାକୁ ଥିବାରୁ ଏହି ସମୟରେ ବାଣିଜ୍ୟ ବ୍ୟବସାୟ କରୁଥିବା କନ୍ୟା ରାଶି ଜାତ ବ୍ୟକ୍ତି ବାଣିଜ୍ୟ ବେପାର କ୍ଷେତ୍ରରେ ବଡ଼ ଅସୁବିଧା ଭୋଗ କରିବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବଡ଼ ଧରଣର କ୍ଷତିର ସାମନା କରିବାକୁ ପଡ଼ିପାରେ ଏବଂ ବ୍ୟବସାୟ କରୁଥିବା ସ୍ଥାନର ପରିବର୍ତ୍ତନ ମଧ୍ୟ ଘଟିପାରେ। ବାଣିଜ୍ୟିକ ସଂସ୍ଥା ଉପରେ ଇନକମ୍ ଟ୍ୟାକ୍ସ, GST ପ୍ରଭୃତି ସଂସ୍ଥାମାନଙ୍କର ଚଢ଼ଉ ହେବାର ଭୟ ଦେଖାଯିବ। ଭାଗୁଆଳି ବେପାର କରୁଥିଲେ ବେପାର ବାଣିଜ୍ୟକୁ ନେଇ ଭାଗୀଦାରଙ୍କ ସହିତ ମତଭେଦ ଉପୁଜିବ। ବାଣିଜ୍ୟ ବେପାର ପାଇଁ ନେଇଥିବା ଲୋନ୍ ଠିକ୍ ସମୟରେ ପେମେଣ୍ଟ ନ ଦେବାରୁ ସମ୍ପୃକ୍ତ ବ୍ୟାଙ୍କ କେସ୍ କରିବା ପାଇଁ ନୋଟିସ୍ ଦେଇପାରେ। ମୀନ ରାଶିରେ ଅବସ୍ଥିତ ବକ୍ରି ଶନି କନ୍ୟା ରାଶି ବ୍ୟକ୍ତିଙ୍କର ମିତ୍ରତାରେ ଆଞ୍ଚ ଆଣିପାରନ୍ତି। ଏହି ସମୟରେ ପ୍ରିୟ ମିତ୍ର ବା ସାଙ୍ଗମାନଙ୍କ ସହିତ ମତାନ୍ତର ଓ ମନାନ୍ତର ଘଟି ବହୁଦିନରୁ ରହି ଆସିଥିବା ମିତ୍ରତାର ଅନ୍ତ ମଧ୍ୟ ଘଟିପାରେ। ବକ୍ରି ଶନି ମୀନ ରାଶିରେ ଅବସ୍ଥାନ କରି ସପ୍ତମ ଦୃଷ୍ଟି ବା ବୈର ଦୃଷ୍ଟିରେ କନ୍ୟା ରାଶି ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ କନ୍ୟା ରାଶି ଜାତ ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗ କରିପାରନ୍ତି। ନ୍ୟୁରୋଲୋଜିକାଲ ଡିଜର୍ଡର ବା ସ୍ନାୟୁଗତ ସମସ୍ୟା, ଶରୀରରେ ବାୟୁ ବିକାର ଓ ଡାଇବେଟିକ୍ ଭଳି ରୋଗ ଦେଖାଯିବାର ସମ୍ଭାବନା ରହିଅଛି। ଶନି ମହାଗ୍ରହ ଏକ ବିଚ୍ଛିନ୍ନତାବାଦୀ ଗ୍ରହ ହୋଇଥିବାରୁ ମୀନ ରାଶିରେ ବକ୍ରି ହୋଇ ଅବସ୍ଥାନ କରୁଥିବା ଶନି କନ୍ୟା ରାଶିର ଦମ୍ପତି ଅଥବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି କରିପାରନ୍ତି। କ୍ରମେ ତାହା ମନାନ୍ତରରେ ପହଞ୍ଚିଯିବ ଏବଂ ଏଥିପାଇଁ ଉଭୟଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଏଥିରେ ବିସ୍ମିତ ହେବାର କିଛି ନାହିଁ। ଏହି ସମୟରେ କନ୍ୟା ରାଶି ଜାତ ବ୍ୟକ୍ତି ଯଦି ଅଶୁଭ ଫଳ ଭୋଗ କରୁଥାନ୍ତି, ତେବେ ବକ୍ରି ଶନିଙ୍କ ଠାରୁ ଶୁଭ ଫଳ ପାଇବା ନିମନ୍ତେ କନ୍ୟା ରାଶି ଜାତ ବ୍ୟକ୍ତି ଶନି ମହାଗ୍ରହ ଏବଂ କନ୍ୟା ରାଶିର ଅଧିପତି ବୁଧ ମହାଗ୍ରହଙ୍କର ପ୍ରତିକାର କରାଇ ନେବା ଉଚିତ ହେବ। ପୁଣି ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।